ପାଞ୍ଚ କିଲୋମିଟର ଦୂରତା ମଧ୍ୟରେ ଦଶମ ଶ୍ରେଣୀ ପରୀକ୍ଷା କେନ୍ଦ୍ର ସ୍ଥାପନ ଦାବି ନେଇ ଅମ୍ବାଦୋଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଗରେ ସାମାଜିକ କର୍ମୀ ରଞ୍ଜନ ସ୍ୱାଇଁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ସରକାରଙ୍କ ନିୟମକୁ ଉଲ୍ଲଂଘନ କରି 25 କିଲୋମିଟର ଦୂରରେ ଥିବା ମୁନିଗୁଡ଼ାଠାରେ ଦୀର୍ଘ 8 ବର୍ଷ ହେବ ପରୀକ୍ଷା କେନ୍ଦ୍ର କରାଯାଇଛି, ଯାହାକୁ ବିରୋଧ କରି ଏହି ଆନ୍ଦୋଳନ ଆରମ୍ଭ କରାଯାଇଥିବା ଜଣାପଡ଼ିଛି। ମୁନିଗୁଡ଼ା ପରୀକ୍ଷା କେନ୍ଦ୍ର ଯିବା ସମୟରେ ଛାତ୍ରଛାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୁଣି ଚଳିତ ବର୍ଷ ଅମ୍ବାଦୋଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା କେନ୍ଦ୍ର ମୁନିଗୁଡ଼ା ସରକାରୀ ବାଳିକା ବିଦ୍ୟାଳୟରେ ସ୍ଥିର ହୋଇଥିବାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବା ଜଣାପଡ଼ିଛି। ତେବେ ସରକାର ନିଜେ ଘୋଷଣା କରିଥିବା ନିୟମକୁ ଖିଲାପ କରିବା ସହ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବାରୁ ଅସନ୍ତୋଷ ବ୍ୟକ୍ତ କରି ଆନ୍ଦୋଳନକୁ ସମର୍ଥନ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷ। ମୁଁ ରଞ୍ଜନ କୁମାର ସ୍ୱାଇଁ, ସାମାଜିକ କର୍ମୀ ଅମ୍ବାଦୋଳା। ଆମର ଅମ୍ବାଦୋଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦୀର୍ଘ 25 କିଲୋମିଟର ମୁନିଗୁଡ଼ା ପରୀକ୍ଷା କେନ୍ଦ୍ରକୁ ଯାଉଛନ୍ତି ପରୀକ୍ଷା ଦେବା ପାଇଁ। ଦଶମ ଶ୍ରେଣୀ ପିଲାମାନେ ଦୀର୍ଘ 8 ବର୍ଷ ହେଲା ଏମାନେ ଏମିତି ଯାଉଛନ୍ତି। ଆଉ ଯିବା ସମୟରେ ବିଭିନ୍ନ ଟ୍ରାଫିକ୍ ସମସ୍ୟା ରହୁଛି। ଆଉ ଜାମଳାଗୁଡ଼ା ଗେଟ୍ ହେଉଛି ଗୋଟେ ବଡ଼ ଅବଷ୍ଟ୍ରାକଲ୍ ଛାତ୍ରଛାତ୍ରୀମାନଙ୍କ ପାଇଁ। ବିଭିନ୍ନ ସମୟରେ ସେଠି ଯେତେବେଳେ ଫାଟକ ପଡ଼ିଯାଉଛି, ଗାଡ଼ି ମୋଟର ରହିଯାଉଛି, ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତା ମଧ୍ୟରେ ଟ୍ରାଫିକ୍ ସମସ୍ୟା ରହୁଛି। ଆମେ ଏ ବିଷୟରେ ପ୍ରଶାସନ, ଶିକ୍ଷା ବିଭାଗ ପ୍ରଶାସନ ଯେତିକି ଅଛନ୍ତି ତାଙ୍କୁ ଆମେ ଅବଗତ କରାଇଥିଲୁ। ସେମାନେ ମଧ୍ୟ ଆମକୁ ପ୍ରତିଶ୍ରୁତି ଦେଇଥିଲେ ଯେ ଏ ବର୍ଷ ଯେମିତି ହେଲେ ବି ହେଇଯିବ ବୋର୍ଡ କେନ୍ଦ୍ର ଅମ୍ବାଦୋଳା ଭିତରେ। କିନ୍ତୁ ପ୍ରଶାସନ ଅଧିକାରୀମାନଙ୍କର ବୈମାତ୍ରିକ ମନୋଭାବ ଯୋଗୁଁ ଆଜି ପର୍ଯ୍ୟନ୍ତ ଆମର ଅମ୍ବାଦୋଳା ହାଇସ୍କୁଲର ପରୀକ୍ଷାର୍ଥୀମାନେ ସେଇ 25 କିଲୋମିଟର ଯିବାକୁ ହିଁ ବାଧ୍ୟ ହେଉଛି। ଆଜି ଦେଇନାହାନ୍ତି, ତେଣୁକରି ମୁଁ ଆଜିଠୁ ଆମରଣ ଅନଶନ କରୁଛି। ଏହା ମଧ୍ୟ ମୁଁ ଜିଲ୍ଲାପାଳଙ୍କୁ ଜଣାଇଛି, DWAକୁ ଜଣାଇଛି। ଆଜିଠୁ ଆମରଣ ଅନଶନ କରୁଛି। ଆଉ ଯଦି ଏ କଥା ପ୍ରଶାସନ ନ ବୁଝେ କିମ୍ବା କେନ୍ଦ୍ର ଅମ୍ବାଦୋଳା ଅଞ୍ଚଳରେ ନ କରେ, ମୁଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ କରିବି। ଅମ୍ବାଦୋଳା ଅଞ୍ଚଳର ଏହି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯାହା ଏଠାରେ ମାନେ ଜାତି ଜନଜାତି ପିଲାମାନଙ୍କର ହଜାର ସଂଖ୍ୟାରେ ଏଠାରେ ପାଠ ପଢୁଛନ୍ତି, ତାପରେ ମଧ୍ୟ ସରକାର ଏଠାରେ ପରୀକ୍ଷା କେନ୍ଦ୍ର ଦେଇନାହାନ୍ତି। ୟାର ଉପରେ କ'ଣ କହିବେ? ଭାବୁଛି ସରକାର ହୁଅନ୍ତୁ କିମ୍ବା ପ୍ରଶାସନ ଅଧିକାରୀ ଆମ ଅମ୍ବାଦୋଳା ଅଞ୍ଚଳକୁ ଅବହେଳା କରୁଛନ୍ତି। ଆଉ ଆମର ଜାତି ଜନଜାତି ବର୍ଗର ପିଲାମାନଙ୍କ ପାଇଁ ମଧ୍ୟ ସେମାନଙ୍କର ଅବହେଳା ଆଉ ବୈମାତ୍ରିକ ମନୋଭାବ ବି ପ୍ରକାଶ ପାଉଛି। ଆଉ ମୁଁ ଦେଖୁଛି, ଯଦି ମୁଁ ତ ଆମରଣ ଅନଶନରେ ବସିଛି, ଆଉ କ'ଣ କରାଯାଉଛି, କ'ଣ ପ୍ରଶାସନ କରୁଛି ମୁଁ ତ ଜାଣିନାହିଁ। ତା ଆଗକୁ ଦେଖାଯିବ। ମୁଁ ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସିବି ଏଠି। ଆଉ ମୋତେ ଏଠି ସାହାଯ୍ୟ ସହଯୋଗ ମଧ୍ୟ କରୁଛନ୍ତି ଆମର ସ୍ଥାନୀୟ ସରପଞ୍ଚ ମାନେ ଏଠି ଅଛନ୍ତି। ସ୍ଥାନୀୟ ସରପଞ୍ଚ, ଅଭିଭାବକ ମାନେ ମଧ୍ୟ ଆସି ମୋତେ ସହଯୋଗ କରୁଛନ୍ତି ଏଠି। ଧନ୍ୟବାଦ। ଦେଖନ୍ତୁ, ଆମର ଅମ୍ବାଦୋଳାର ଯେଉଁ ସରକାରୀ ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଛି, ସେଠିକାର ଦଶମ ଶ୍ରେଣୀ ଛାତ୍ରୀ 8 ବର୍ଷ ହେଇଗଲାଣି। ଛାତ୍ରଛାତ୍ରୀମାନେ 25 କିଲୋମିଟର ମୁନିଗୁଡ଼ା ଗାର୍ଲସ ହାଇସ୍କୁଲ ଯାଉଛନ୍ତି। ପରୀକ୍ଷା କେନ୍ଦ୍ର ସେଠି ହେଉଛି ପରୀକ୍ଷା ଦେବା ପାଇଁ। ତ 25-50 କିଲୋମିଟର ଯିବା ବେଳେ ସେମାନଙ୍କୁ ଅସହ୍ୟ ଯନ୍ତ୍ରଣା ସହିବାକୁ ପଡ଼ୁଛି। ଟ୍ରାଫିକ୍ ସମସ୍ୟା ରହୁଛି। ଆଉ ଜାମଳାଗୁଡ଼ାରେ ଥିବା ଯେଉଁ ରେଲୱେ ଫାଟକ ସେମାନଙ୍କ ପାଇଁ ଗୋଟେ ଅବଷ୍ଟ୍ରାକଲ୍। ତାପରେ ବିଭିନ୍ନ ସମୟରେ ସେମାନେ ଦୁର୍ଘଟଣାର ମଧ୍ୟ ଶିକାର ହେଉଛନ୍ତି। ତ ଏଇଭଳି ଯନ୍ତ୍ରଣାକୁ ଉପଲବ୍ଧି କରି ମୁଁ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଛି। ଜିଲ୍ଲାପାଳ DOଙ୍କୁ ବାରମ୍ବାର ଆମେ ଅଭିଯୋଗ କରିଥିଲୁ ଏ ବିଦ୍ୟାଳୟ ପାଇଁ କେନ୍ଦ୍ର ଏଠି 5 କିଲୋମିଟର ଦୂରରେ କରାଯାଉ ବୋଲି, କିନ୍ତୁ ତଥାପି ସରକାର ବା ପ୍ରଶାସନ ଏପ୍ରତି ଧ୍ୟାନ ଦେଉନାହାନ୍ତି। ଆଉ 9 ତାରିଖ ଦିନ ଆମେ ଜିଲ୍ଲାପାଳଙ୍କୁ ଜଣାଇଥିଲୁ, DWO ସମସ୍ତ ପ୍ରଶାସନ ଅଧିକାରୀମାନଙ୍କୁ ଜଣାଇଥିଲୁ ମୁଁ ଆମରଣ ଅନଶନ କରିବାକୁ ଯାଉଛି ବୋଲି। ଆଉ ଆଜି ମୁଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ ଆରମ୍ଭ କରିଛି। ଯଦି ପ୍ରଶାସନ ତରଫରୁ କୌଣସି ଅମ୍ବାଦୋଳାର ଭିତରେ 5 କିଲୋମିଟର ଭିତରେ ଯଦି କୌଣସି କେନ୍ଦ୍ର ନ କରାଯାଏ, ତାହେଲେ ଏଇଟା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ। ନମସ୍କାର, ମୋ ନାଁ ଗୁରୁବାରୀ ଭୋଇ, ମୁଁ ଅମଲାଘାଟ ସରପଞ୍ଚଟା। ଆଜି ଆନ୍ଦୋଳନ କାରଣ ହେଉଛି ଯାହା ଆମର ଅମ୍ବାଦୋଳାରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଛି, ଯାହା ଜନଜାତି ପିଲାମାନଙ୍କୁ ସମସ୍ତଙ୍କୁ ଧରିକି ମାଟ୍ରିକ ପରୀକ୍ଷା ଯେମିତି ଚାଲୁଥିଲା ଆଗରୁ 1956 ମସିହାରେ, ସେମିତି ଆମର ଯାହା ଆମର ପଞ୍ଚାୟତରେ 5 କିଲୋମିଟର ଭିତରେ ପରୀକ୍ଷାଟା ହେଲେ ପିଲାମାନଙ୍କୁ ଭାରି ସହଯୋଗ ହେବ ବୋଲିକରି ଆମେ ଆନ୍ଦୋଳନ କରି ଜଣାଇଛୁ ସରକାରକୁ। ହେଲେ ଆମ ସରକାର ତାଙ୍କ କେଉଁଟା ବି କଲେକ୍ଟର ମାଧ୍ୟମରେ ବି ପଠା ହେଇଛି, ଚିଠିଟା କରାହେଇଛି। ହେଲେ ତାଙ୍କେ ସେ ଚିଠିରେ ଆମକୁ କିଛି ଜଣାଇ ନାହାନ୍ତି। ହେଲେ ସେଇଟାକୁ ଆମେ ଆଉଥରେ କ'ଣ ଆମର ପିଲାମାନେ ଯାଉଛନ୍ତି, ଏଠିରେ ଯାହା ଜନଜାତି ପିଲାମାନେ ମାଟ୍ରିକ ପରୀକ୍ଷା 25 କିଲୋମିଟର ମୁନିଗୁଡ଼ା ଯିବାର ଆସିବା ତାଙ୍କର ଭାରି କଷ୍ଟ। ହେଲେ ଏଠି ଟ୍ରାଫିକ୍ଟା ରହିଯାଇଛି, ଜାମ୍ ହେଇଯାଉଛି। ଆହୁରି ଯାହା ଜାମରାଗୁଡ଼ା ଗେଟ୍ରେ ଭାରି କଷ୍ଟ, ପିଲାମାନଙ୍କର ପରୀକ୍ଷା ଦେବାର ଅସୁବିଧା ହେଇଯାଇଛି। ତାଙ୍କେ ପରୀକ୍ଷାରେ ଦେଇପାରୁନାହାନ୍ତି, କେଉଁ ପିଲାମାନେ ଦେଇପାରୁଛନ୍ତି। ସେଥିପାଇଁ ଆମେ ଏଇ ଆନ୍ଦୋଳନଟା ଆଜି କରୁଛୁ। ଧନ୍ୟବାଦ ଆଜ୍ଞା।
ରହିଲି। ମୋ ନାଁ ହେଉଛି ଭୁବନେଶ୍ୱର ମହାଙ୍କୁଳ। ଅମ୍ବାଦୋଳା ହେଉଛି ମୋର ଘର। ମୋର ନାତି ଆଉ ନାତୁଣୀ ପାଠ ପଢ଼ୁଛନ୍ତି ମୋ ସ୍କୁଲର ଯାହା କିଛି ମଧ୍ୟ ଅଂଶୀଦାର ରହିଛି। ତେଣୁ ମୋର କହିବାର ଅଳି, ଦୀର୍ଘ ଦିନ ହେଲା ପିଲାମାନେ ଆମର ଯେଉଁ ଅସୁବିଧା ଭୋଗ କରୁଛନ୍ତି, ମୁନିଗୁଡ଼ା 50 ଯିବାର 25 ଆସିବାର 25 50 କିଲୋମିଟର ଦୂର ଯେଉଁ ଯିବା ଆସିବା କରୁଛନ୍ତି, ଯାନବାହନ ଟ୍ରାଫିକ୍ ଏଗୁଡ଼ାକ ଭାରି ସମସ୍ୟା ଅଛି। ତେଣୁକରି ମୋର ଅଳି ଆମର ଅମ୍ବାଦୋଳା ହାଇସ୍କୁଲ ଠାରୁ 5 କିଲୋମିଟର ଦୂରରେ କୋଉଟା ଗୋଟେ ପରୀକ୍ଷା ବୋର୍ଡ଼ ପଡ଼ିଲେ ଭଲ ହୁଅନ୍ତା। ତାପରେ ଯେଉଁ ରଞ୍ଜନ ସ୍ୱାଇଁ ଭାଇ ଯେଉଁ ବସିଛନ୍ତି, ପିଲାଙ୍କ ପାଇଁ ବସିଛନ୍ତି, ସିଏ ଯଦି କିଛି ସୁବିଧା ସୁଯୋଗ ନ ପାଇବେ, ଏତେ ପର୍ଯ୍ୟନ୍ତ ଯଦି ଗଭର୍ଣ୍ଣମେଣ୍ଟ କିଛି ଦୃଷ୍ଟିପାତ ନ ନେବ, ସେଥିପାଇଁ କିଏ ଦାୟୀ ହେବ? ଶିକ୍ଷା ମିନିଷ୍ଟର ଦାୟୀ ନା DI ଦାୟୀ ନା CI ଦାୟୀ? ତେଣୁକରି ମୋର ଅଳି, ଅମ୍ବାଦୋଳା ହାଇସ୍କୁଲର 5 କିଲୋମିଟର ଦୂର ଭିତରେ ପରୀକ୍ଷା ବୋର୍ଡ଼ ଦେଲେ ମୋର ଅଳି, ଆଉ ଭାରି ଖୁସି ରହନ୍ତୁ ସମସ୍ତେ। ମୁନିଗୁଡ଼ାରୁ ରମାକାନ୍ତ ପଡ଼ାଲଙ୍କ ରିପୋର୍ଟ, କୁଶଳ ପ୍ରବାହ।